ସାଙ୍ଗମାନେ ଆଜି ମୋ ସିନ୍ଦୁରର ଅଧିକାରରେ ଦେଖନ୍ତୁ ଶାଲିନୀ ମୁକ୍ତିକୁ ଦେଖିକି ବହୁତ ଆଶ୍ଚର୍ଯ୍ୟ ହେଇଯାଏ। ଆଉ କୁହେ, ଆରାଧ୍ୟା ତୁମେ ବଞ୍ଚିଛ? ମୁକ୍ତି କୁହେ, ଆରାଧ୍ୟା? ଆରାଧ୍ୟା କେ? ଶାଲିନୀ। ଶାଲିନୀକୁ ଏଇଟା କେମିତି ସମ୍ଭବ ହେଲା? ମୁଁ ତ ନିଜ ହାତରେ। ମୁକ୍ତି କହେ, ତା ମାନେ ତମେ ହିଁ ସେଠି ମୋ ସହିତ ଏମିତି କରିଥିଲ? ହେଲେ କାହିଁକି? କାହିଁକି ତମେ ତ ମୋ ସହିତ ଏତେ ବଡ଼ ଅନ୍ୟାୟ କଲ? କାହିଁକି? ଶାଲିନୀ କୁହେ, ଦେଖ ମୁଁ ଯାହା ବି କରିଛି ସେସବୁ। ମୁକ୍ତି କହେ, ବିକ୍ରାନ୍ତ ପାଇଁ ନା? ତାଙ୍କ ପାଇଁ ତମେ ଏମିତି ତଳକୁ ଖସିଗଲ? ଆରେ ମଣିଷ ଏତେ ବେଇମାନେ ନୀଚ କେମିତି ହେଇପାରେ? ନିଜ ସ୍ୱାର୍ଥ ପାଇଁ କାହାର ବି ଜୀବନ ତମେ ନଷ୍ଟ କରିଦେବ? ହେଲେ ମନେ ରଖ, ମୁଁ କିଛି ବି ଭୁଲିନି କି କାହାକୁ ବି ଭୁଲିବାକୁ ଦେବିନି। ପ୍ରତ୍ୟେକ ମଣିଷର ଭୁଲର ତାକୁ ଦଣ୍ଡ ଦେବି। ପାପୀମାନଙ୍କର ବିନାଶ ମୁଁ କରିବି। ମନେ ରଖ, ଏଥର ମୁଁ ଏକା ନାହିଁ। ମୁକ୍ତିର ଏସବୁ କଥା ଶୁଣି ଶାଲିନୀ ବହୁତ ଡରିଯାଏ। ଆଉ ସେ ଆଦିକୁ ଦେଖେ ଆଉ କୁହେ, ଆରେ ତା ମାନେ ଏ ସବୁ ବଡ଼ ଭାଇକି କହିଦେଇଛି? ଆଉ ଆ ସହିତ ଭାଇ ବି ଅଛନ୍ତି? ନା ନା ନା, କେହି ମୋତେ ଦେଖିବା ପୂର୍ବରୁ ମୋତେ ଏଠୁ ଜଲ୍ଦି ଚାଲିଯିବାକୁ ହେବ। ଏମାନେ ମୋତେ ଦଣ୍ଡ ଦେଇପାରିବେନି। ନେଭର। ତାପରେ ଶାଲିନୀ ସେଠୁ ଚାଲିଯାଏ। ମୁକ୍ତି କହେ, ମୋ ସହିତ ମୋ ଦେବୀ ମା ଅଛନ୍ତି। ବୁଝିପାରିଲ ତମେ? ତମେ ମୋତେ ଠକିକି ଶାନ୍ତିରେ ରହିପାରିବନି। ତମେ ଯୋଉଠି ରହିଲେ ମୁଁ ତମକୁ ଖୋଜିକି ବାହାର କରିବି। ନା ମୁଁ ବିକ୍ରାନ୍ତକୁ ଭୁଲିବିନି, ତାକୁ ମୁଁ ଏତେ ସହଜରେ ଛାଡ଼ିବିନି। ମୁଁ ପୁଣି ଥରେ ଆଉ କାହାକୁ ଦ୍ୱିତୀୟ ମୁକ୍ତି ହେବାକୁ ଦେବିନି। ମୁଁ ତାଠୁ ପ୍ରତିଶୋଧ ନେବି। ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଛୋଟିଆ ଲାଇକ୍ଟେ କରିଦିଅନ୍ତୁ, କାହିଁକି ନା ମୁଁ ଏହିଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।